ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଏମଆର୍ ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ଆଜିର ଏଇ ଯେଉଁ ଭିଡ଼ିଓରେ ଆମେ ଚାଇଲ୍ଡହୁଡ୍ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜି ଯେଉଁଟାକି ହେଉଛି ଶିଶୁ ବିକାଶ ଏବଂ ଶିକ୍ଷା ବିଜ୍ଞାନ ତାପରେ କିଛି ଇମ୍ପୋର୍ଟାଣ୍ଟ ଏମସିକ୍ୟୁ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିଦେବା। ଆପଣ ଓଟିଟି 2026 ଦିଅନ୍ତୁ କିମ୍ବା ଆସିଷ୍ଟାଣ୍ଟ ଟିଚର ପାଇଁ 2026 ପାଇଁ ପ୍ରିପେୟାର ହୁଅନ୍ତୁ, ଆପଣଙ୍କ ପାଇଁ ଏଇଟା ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। ଯଦି ଭିଡ଼ିଓଟି ଆପଣ ଫୁଲ୍ ଦେଖିଦେଉଛନ୍ତି ଆପଣଙ୍କ ପେଡାଗୋଜିରୁ 10ରୁ 12ଟି ଏମସିକ୍ୟୁ ପୁରା ସଲ୍ଭ ହେଇପାରିବ, ଦେଖିକି ଆପଣ ସଲ୍ଭ କରିପାରିବେ। ତେଣୁ ଭିଡ଼ିଓଟି ଫୁଲ୍ ଦେଖନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିଦେବେ। ଆଉ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆସିଥିଲେ ସବସ୍କ୍ରାଇବ୍ କରି ବେଲ୍ ନୋଟିଫିକେସନ୍ ଅଲ୍ରେ ସେଟ୍ କରିଦେବେ। ଆଉ ଗୋଟେ ଭଲ କମେଣ୍ଟ ମୋତେ କମେଣ୍ଟ ସେକ୍ସନରେ ଦେଇଦେବେ। ତେଣୁ ଦେଖିବା ପ୍ରଥମ କ୍ୱେଶ୍ଚିନ୍ଟି କ'ଣ ଅଛି। ସମ୍ବେଦୀ ପ୍ରେରକ ପର୍ଯ୍ୟାୟର ବୟସ ସୀମା କେତେ? ସେଠି କ'ଣ କୁହାଯାଏ, ସେନ୍ସରି ମୋଟର ପିରିୟଡ଼ଟା ଆମର ଦେଇଥିଲେ କି ନା ପିଆଜେଙ୍କ ଦ୍ୱାରା ଦିଆଯାଇଥିଲା। ସେଇଟା ଆମର ବୟସ ସୀମା କେତେ? ଅପସନ୍ ଗୁଡ଼ିକ କ'ଣ ରହିଛି, 7ରୁ 11 ବର୍ଷ, 4ରୁ 7 ବର୍ଷ, 2ରୁ 4 ବର୍ଷ, ଜନ୍ମରୁ 1.5 ବର୍ଷ ପର୍ଯ୍ୟନ୍ତ। ହେଲା, ସେନ୍ସରି ମୋଟର ପିରିୟଡ଼ଟା ଆମର କେତେରୁ କେତେ ବର୍ଷ ପର୍ଯ୍ୟନ୍ତ? ଅପସନ୍ ନମ୍ବର ଡିଟା ଠିକ୍ ହେବ, ମାନେ ଜନ୍ମରୁ 1.5 ବର୍ଷ ବା ବାର୍ଥରୁ 1.5 ବର୍ଷ ପର୍ଯ୍ୟନ୍ତ ସମୟ କ'ଣ କୁହାଯାଏ, ସେନ୍ସରି ମୋଟର। ସେନ୍ସରି ମୋଟର ସେମାନେ କ'ଣ କରିଥାନ୍ତି ନା ବିଭିନ୍ନ ପ୍ରକାର ସେନ୍ସ କରିକି ଜାଣିଥାନ୍ତି, ସେଥିପାଇଁ ତାକୁ ସେନ୍ସରି ମୋଟର ବୋଲି କୁହାଯାଏ ଛୋଟ ପିଲାମାନେ। ଆଉ ମନେ ରଖିଥିବେ ଅବଜେକ୍ଟ ଯେଉଁ ପରମାନେନ୍ସ, ଯେଟାକି ଆପଣ ଜିନିଷ ଯଦି ଲୁଚେଇ ଦେବେ ତାହେଲେ ସେମାନେ ଜାଣିପାରିବେନି, ସେମାନେ ଭାବେ ଜିନିଷଟା କ'ଣ ହେଇଛି, ପଳେଇ ଯାଇଛି। ତେଣୁ ସେଇଟା ଆରମ୍ଭ ହେଇଥାଏ କୋଉଠୁ ନା ସେନ୍ସରି ମୋଟର ପାଖରୁ ଆରମ୍ଭ ହେଇଥାଏ। ପରବର୍ତ୍ତୀ ପ୍ରଶ୍ନଟି ରହିଛି, ନିମ୍ନୋକ୍ତ ମଧ୍ୟରୁ କେଉଁ ନିୟମଟି ଶିକ୍ଷଣ ପାଇଁ ଶାରୀରିକ ଓ ମାନସିକ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଏ? ହେଲା, which of the following law gives emphasis on physical and mental ପ୍ରିପାରନେସ୍ ଫର୍ ଲର୍ଣ୍ଣିଂ? ହେଲା, ଶାରୀରିକ ହଉ କି ମାନସିକ ଅନୁସାରେ ସେ କ'ଣ କରିଥାଏ, ପ୍ରସ୍ତୁତ କରିଥାଏ। ଅପସନ୍ ଗୁଣ କ'ଣ ଅଛି, ଅଭ୍ୟାସ ନିୟମ, ପ୍ରସ୍ତୁତି ନିୟମ, ସମ୍ପ୍ରତି ନିୟମ, ନା ହେଉଛି ଫଳାଫଳ ନିୟମ। ଲ ଅଫ୍ ଏକ୍ସରସାଇଜ, ଲ ଅଫ୍ ରେଡିନେସ୍, ଲ ଅଫ୍ ରିସେନ୍ସି, ନା ଲ ଅଫ୍ ଇଫେକ୍ଟ। ଏଇଟା ଦେଇଥିଲେ କି ନା ହେଉଛି ଭାଇଗୋଟ୍ସକି। ହେଲା, ସରି ଟ୍ରାଏଲ୍ ଆଣ୍ଡ ଏରର ମେଥଡରେ ଦେଇଥିଲେ କି ଆମର ଥର୍ନଡାଇକ୍ ଦେଇଥିଲେ। ଥର୍ନଡାଇକ୍ର 3ଟା ନିୟମ ଥିଲା, ଲ ଅଫ୍ ରେଡିନେସ୍, ଲ ଅଫ୍ ଏକ୍ସରସାଇଜ, ଲ ଅଫ୍ ଇଫେକ୍ଟ। ହେଲା, ତେଣୁ ଏଇ ଯେଉଁ ଶାରୀରିକ ଆଉ ମାନସିକ ପ୍ରସ୍ତୁତି ସେଟା କାହା ଉପରେ ଡିପେଣ୍ଡ କରେ? ସଠିକ ଉତ୍ତରଟି କ'ଣ ହବ ନା ଅପସନ୍ ନମ୍ବର ବି, ଯେଟା କ'ଣ ପ୍ରସ୍ତୁତି ନିୟମ। ହେଲା, ଯେହେତୁ କହିଛି ଶରୀରକୁ ଆଉ ମାନସିକକୁ କ'ଣ ପ୍ରସ୍ତୁତ କରିବା, ତେଣୁ ସେଥିପାଇଁ ପ୍ରସ୍ତୁତି ଅନୁସାରେ ପ୍ରସ୍ତୁତି ନିୟମ ଉପରେ ପର୍ଯ୍ୟବେସିତ। ହେଲା, ପରବର୍ତ୍ତୀ ପ୍ରଶ୍ନ ରହିଛି, ନିମ୍ନୋକ୍ତ ମଧ୍ୟରୁ କେଉଁଟି ପ୍ରକ୍ଷେପଣ ମାଧ୍ୟମ ନୁହେଁ? ହେଲା, ଯେଟା କି କ'ଣ କୁହାଯାଏ, ପ୍ରୋଜେକ୍ଟ ମିଡିଆ। ଆମର ଟିଏଲଏମ୍ ବହୁତ ଗୁଡ଼ାକ ରହିଛି, ତେଣୁ ଟିଏଲଏମ୍ କୁ ଡିଭାଇଡ୍ କରାଯାଇଛି ଶ୍ରାବ୍ୟ, ଦୃଶ୍ୟ ଶ୍ରାବ୍ୟ, ହେଲା, ଦୃଶ୍ୟ ପ୍ରକ୍ଷେପଣ। ହେଲା, ୟା ଭିତରୁ କୋଉଟା ପ୍ରକ୍ଷେପଣ ବା ପ୍ରୋଜେକ୍ଟ ମିଡିଆ ନୁହେଁ? ଅପସନ୍ କ'ଣ ରହିଛି, ଓଏଚପି, ଛବି, ଆଉ ହେଉଛି ଫିଲ୍ମ ଷ୍ଟ୍ରିପ୍ସ, ଆଉ ହେଉଛି କ'ଣ ସ୍ଲାଇଡ୍ସ। ହେଲା, ଏ ଭିତରୁ କୋଉଟା ପ୍ରକ୍ଷେପଣ ନୁହେଁ ବା ପରଦା ଉପରେ ଆମେ ପକେଇ ପାରିବା ନାହିଁ? ଏର ସଠିକ ଉତ୍ତରଟି କ'ଣ ହବ ନା ଅପସନ୍ ନମ୍ବର ବି, ଯେଟା କି ଛବି। ଛବିକୁ ଆମେ କୌଣସି ପ୍ରକ୍ଷେପଣ ବା ପରଦା ଉପରେ ପକେଇ ପାରିବା, ସେଟା ତ 2D ଆକାରରେ ଆମେ ଆଙ୍କି ପାରିବା। ହେଲା, କିନ୍ତୁ ଓଏଚପି ହଉ କିମ୍ବା ଫିଲ୍ମ ଷ୍ଟ୍ରିପ୍ ହଉ କିମ୍ବା ସ୍ଲାଇଡ୍ ହଉ, ଆମେ ଏଇଟା ପ୍ରକ୍ଷେପଣ ବା ପରଦା ଉପରେ ପକେଇ ପିଲାଙ୍କୁ ପଢ଼େଇ ପାରିବା। ପରବର୍ତ୍ତୀ ପ୍ରଶ୍ନ ରହିଛି, ପାଠ୍ୟକ୍ରମ ବ୍ୟତୀତ ଅନ୍ୟ କ୍ଷେତ୍ରରେ ପ୍ରଗତି ଲିପିବଦ୍ଧ କରିବା ପାଇଁ କେଉଁ ପଦକ୍ରମ ବିନ୍ଦୁ ମାପନ ବ୍ୟବହାର କରାଯାଇଥାଏ? ହେଲା, which grading point scale is used to record the progress in other area than curriculum? ହେଲା, କରିକୁଲର ବାହାରେ ବି ଆମେ ଯେଉଁ ପ୍ରଗତି ଗୁଡ଼ାକ ଶିକ୍ଷାର୍ଥୀ ମାନଙ୍କର ହେଇଥାଏ, ତାକୁ ଆମେ କେମିତି ଭାବରେ ମାନେ କେତେ ପଏଣ୍ଟ ଅନୁସାରେ ଆମେ ତାକୁ ଲିପିବଦ୍ଧ କରିପାରିବା? ଅପସନ୍ ଗୁଡିକ କ'ଣ ରହିଛି, 5ଟି ବିନ୍ଦୁ ମାପନି, ନା 7ଟି ବିନ୍ଦୁ, ନା 3ଟି ବିନ୍ଦୁ ମାପନି, ନା କୌଣସିଟି ନୁହେଁ? ମାନେ ଏଇଟା କ'ଣ ରେଟିଂ ସ୍କେଲ କଥା ପଚାରିଛି। ହେଲା, ଆମେ କେତେ ବିନ୍ଦୁ ଆକାରରେ ଆମେ ଯେଉଁ ପାଠ ବ୍ୟତୀତ ଅନ୍ୟ ଯୋଉଗୁଡ଼ାକ ରହିଲା ତାକୁ ମାପି ପାରିବା? ହେଲା, ତେଣୁ ଏହାର ସଠିକ ଉତ୍ତର କ'ଣ ହବ, ଅପସନ୍ ନମ୍ବର ଏ, ଯେଟାକି 5ଟି ବିନ୍ଦୁ। ହେଲା, ତେଣୁ ରେଟିଂ ସ୍କେଲରେ ହାଏଷ୍ଟ କେତେ ଥାଏ, 5 ପଏଣ୍ଟ। 1ରୁ ଆରମ୍ଭ କରି 5 ପର୍ଯ୍ୟନ୍ତ ରହିଥାଏ, ଯେଟାକି ଆମେ ପାଠ ବ୍ୟତୀତ ପାଠ୍ୟକ୍ରମ ବ୍ୟତୀତ ଆଉ ଯେଉଁ କାମ ମାନେ ଯେଉଁ କ'ଣ କୁହନ୍ତି ସ୍କଲାଷ୍ଟିକ ଯେଗୁଡ଼ାକ ରହିଲା, ହେଲା, ସେଗୁଡ଼ାକ ଆମେ ମାପିପାରିବା 5ଟି ବିନ୍ଦୁ ବିଶିଷ୍ଟ। ପରବର୍ତ୍ତୀ ପ୍ରଶ୍ନ ରହିଲା, ଭିନ୍ନକ୍ଷମ ଶିକ୍ଷାର୍ଥୀ ମାନଙ୍କ ଶିକ୍ଷା ନିମନ୍ତେ କେଉଁ ପ୍ରକାରର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥାଏ? ଯେମାନେ କ'ଣ ଡିଜେବଲ୍ଡ ଲର୍ଣ୍ଣର୍ସ ମାନେ ଥାନ୍ତି, ସେମାନଙ୍କୁ କୋଉ ପ୍ରକାର ଶିକ୍ଷକ ଆପଏଣ୍ଟମେଣ୍ଟ ଦିଆଯାଇଥାଏ? ଅପସନ୍ କ'ଣ ରହିଲା, ସମ୍ବଳ ଶିକ୍ଷକ, ଦକ୍ଷ ଶିକ୍ଷକ, ଅଭିଜ୍ଞ ଶିକ୍ଷକ, ନା ହେଉଛି ବିଷୟ ଶିକ୍ଷକ। ହେଲା, ତେଣୁ ଡିଜେବଲ୍ଡ ଯେଉଁ ଲର୍ଣ୍ଣର ମାନେ ଥାନ୍ତି ସେମାନଙ୍କୁ ଆମେ କୋଉ ପ୍ରକାର ଶିକ୍ଷକ ଦେଇଥାଉ? ସମ୍ବଳ ଶିକ୍ଷକ। ମନେ ରଖିଥିବେ, ସମ୍ବଳ ଶିକ୍ଷକ, ଅଭିଜ୍ଞ ନୁହେଁ, କ'ଣ ସମ୍ବଳ ଶିକ୍ଷକ, ଯେଟାକି କ'ଣ କୁହାଯାଏ, ରିସର୍ଚ୍ଚ ଟିଚର। ହେଲା, ଯେମାନେ ଡିଜେବଲ୍ଡ ଲର୍ଣ୍ଣର୍ସ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ସବୁ ଉପକରଣ ଥାଏ, ଯେମାନେ ଦେଖିପାରିବେନି, ସେମାନଙ୍କ ବ୍ରେଲି ଲିପି ଥାଏ, ସେମାନେ ଧର ଶୁଣିପାରିବେନି, ତାଙ୍କ ପାଇଁ ବିଭିନ୍ନ ପ୍ରକାର ଯନ୍ତ୍ର ସବୁ ଥାଏ ଶୁଣିବା ପାଇଁ। ତେଣୁ ସମ୍ବଳ ଶିକ୍ଷକ ମାନେ ସେଇ କ'ଣ କରିଥାନ୍ତି, ଯୋଉ ଜିନିଷ ଗୁଡ଼ାକ ଥାଏ, ଯୋଉ ଗୁଡ଼ାକ ଆମେ ସେମାନେ ବ୍ୟବହାର କରିବେ, ସେଗୁଡ଼ାକର ଠିକ ଭାବରେ ସେମାନେ ଜାଣିଥିବା ଦରକାର କେମିତି କ'ଣ ବ୍ୟବହାର କରାଯାଏ। ସେଥିପାଇଁ ସମ୍ବଳ ଶିକ୍ଷକକୁ ଆମେ ବା ରିସୋର୍ସ ଟିଚରକୁ ଆମେ ସେଠି ଆପଏଣ୍ଟ କରିଥାଉ। ପରବର୍ତ୍ତୀ ପ୍ରଶ୍ନ ରହିଛି, ନିମ୍ନୋକ୍ତ ମଧ୍ୟରୁ କେଉଁ ଶୈକ୍ଷିକ ସୁବିଧା ମେଧାବୀ ଶିକ୍ଷାର୍ଥୀଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ? ହେଲା, which of the following educational provisions is not related to talented children? ହେଲା, talented children ପାଇଁ ଏ ଭିତରୁ କୋଉଟା ପ୍ରଯୁଜ୍ୟ ହବ ନାହିଁ?
କ୍ରମ ବିହୀନ ଶ୍ରେଣୀଗୃହ, ଶ୍ରେଣୀ ଉତ୍ତୀର୍ଣ୍ଣର ବେଗ ବୃଦ୍ଧି କରିପାରିବା, ନା ସମୃଦ୍ଧ କାର୍ଯ୍ୟକ୍ରମ ହେଲା, ଆଉ ହଉଛି ଏକତ୍ରୀକରଣ ହେଲା। ନନ୍ ଗ୍ରେଡ୍ କ୍ଲାସରୁମ୍ ହେବ ନା ଗ୍ରେଡ୍ ସ୍କିପିଂ ହେବ, ଏନଗେଜମେଣ୍ଟ ପ୍ରୋଗ୍ରାମ କରିବା ନା ହଉଛି କନସିଡରେସନ କରିବା। ତେଣୁ ସଠିକ ଉତ୍ତର କଣ ହବ? ଯୋଉ ଆମ ଟ୍ୟାଲେଣ୍ଟେଡ ଷ୍ଟୁଡେଣ୍ଟ ମାନେ ଥାନ୍ତି ସେମାନଙ୍କୁ କଣ କରିବା ଉଚିତ ନୁହେଁ, ତା ହଉଛି କ୍ରମ ବିହୀନ ଶ୍ରେଣୀଗୃହ ବା ନନ୍ ଗ୍ରେଡିଂ କ୍ଲାସରୁମ୍ ଆମେ କରିବା କଥା ନୁହେଁ ହେଲା। ମେଧାବୀ ବା ଟ୍ୟାଲେଣ୍ଟେଡ ପିଲାଙ୍କ ପାଇଁ ଏଟା ପ୍ରଯୁଜ୍ୟ ହବ ନାହିଁ। ଶ୍ରେଣୀ ଉତ୍ତୀର୍ଣ୍ଣର ବେଗ ବୃଦ୍ଧି, ଆମେ ଯଦି ପିଲାଟି ଶୀଘ୍ର ଶୀଘ୍ର କରିପାରୁଛି ତାହେଲେ ଆମେ ବୃଦ୍ଧି କରିପାରିବା। ସମୃଦ୍ଧ କାର୍ଯ୍ୟକ୍ରମ ଯେମିତି କି ଏନଗେଜମେଣ୍ଟ ପ୍ରୋଗ୍ରାମ, ଯେମିତି କି ସେମାନେ ଶୀଘ୍ର ପାଠ ଧରି ନେଉଛନ୍ତି, ତେଣୁ ସେଥିପାଇଁ ସେମାନଙ୍କ ପାଇଁ ଏନଗେଜମେଣ୍ଟ ପ୍ରୋଗ୍ରାମ ହୁଏ। ଆଉ ଯେମାନେ ଧର ଧୀରେ ଧୀରେ ପାଠ ମାନେ ତାଙ୍କର କଣ ପଢିବା ଶୈଳୀ ଟିକେ ଧୀରେ ହଉଛି, ତାଙ୍କ ପାଇଁ କଣ କରାଯାଏ ନା ରିମେଡିଆଲ ଟିଚିଂ। ମନେ ରଖିବେ, ଯୋଉ ଟ୍ୟାଲେଣ୍ଟେଡ ପିଲାଙ୍କ ପାଇଁ ଆମେ କରିଥାଉ ଏନଗେଜମେଣ୍ଟ ପ୍ରୋଗ୍ରାମ, ଯୋଉମାନେ ସ୍ଲୋ ଲର୍ଣ୍ଣର ସେମାନଙ୍କ ପାଇଁ କଣ କରିଥାନ୍ତୁ ହଉଛି ରିମେଡିଆଲ ଟିଚିଂ। ଆଉ ଏକତ୍ରୀକରଣ ବି ସେଇଥିରେ ଆମେ ଟ୍ୟାଲେଣ୍ଟେଡ ପିଲାଙ୍କ ପାଇଁ, ଯୋଉଟା କି କନସିଡରେସନ ଟ୍ୟାଲେଣ୍ଟେଡ ପିଲାଙ୍କ ପାଇଁ କରିଥାଉ। ପରବର୍ତ୍ତୀ ପ୍ରଶ୍ନ ରହିଛି, ନିମ୍ନଲିଖିତ ମଧ୍ୟରୁ କେଉଁଟି ତ୍ରିପରିସର ବିଶିଷ୍ଟ ପାଠ୍ୟ ଉପକରଣ ଅଟେ? ଯେଟା କି ଆମର କଣ 3 ଡାଇମେନ୍ସନାଲ ଏଡ୍ ବୋଲି କାହାକୁ କୁହାଯାଏ? ଏଟା ଟିଏଲଏମ୍ ରୁ ସେମିତି ଆସିଛି। କାନ୍ଥ କଳାପଟା, ପ୍ରଦର୍ଶନୀ ବୋର୍ଡ, ସ୍ଥିର ଛବି ଆଉ ପ୍ରତିରୂପ ହେଲା। 3 ଡାଇମେନ୍ସନାଲ କହିଛି ମାନେ 3D ଆକାରରେ ଯୋଉଟା ହବ ଆଉ। ଏହାର ସଠିକ ଉତ୍ତର ହବ ଅପସନ ନମ୍ବର ଡି, ଯେଟା କି ପ୍ରତିରୂପ। ମଡେଲ ହଉଛି ଗୋଟେ କୋଉ ପ୍ରକାର, ତା ହଉଛି 3D। ମନେ ରଖିବେ, କାନ୍ଥ କଳାପଟା ବି ସେଟା 2D ଆକାରରେ ଅଛି, ପ୍ରଦର୍ଶନୀ ବୋର୍ଡ ବି 2D ଅଛି, ସ୍ଥିର ଛବି ବି 2D ଅଛି, କିନ୍ତୁ ଯୋଉ ମଡେଲ ଆମେ ତିଆରି କରିବା ପ୍ରୋଜେକ୍ଟରେ ଯୋଉ ଆମେ ସବମିଟ କରିଥିବା ସେଇଟା ହଉଛି କଣ 3D। ମନେ ରଖିଥିବେ। ପରବର୍ତ୍ତୀ ପ୍ରଶ୍ନ ରହିଲା, ଶରୀରର କେନ୍ଦ୍ର ସ୍ଥାନରୁ ପ୍ରାନ୍ତବର୍ତ୍ତୀ ଅଞ୍ଚଳକୁ ବିକାଶ ଅଗ୍ରସର ହେବା କେଉଁ ଅନୁକ୍ରମ ସହିତ ସମୁଚିତ ଅଟେ? ଯୋଉଟା କି ଆମେ କଣ which of the sequence is appropriate when the development proceeds from the center to peripheral area body ହେଲା। ଡେଭଲପମେଣ୍ଟ ର ବହୁତ ଗୁଡାକ କ୍ରମ ରହିଛି। କିଛି ହୁଏ କଣ ମୁଣ୍ଡରୁ ପାଦ ଆଡକୁ, ଏଟା କଣ ପଚାରିଲା, ଯଦି ସେଣ୍ଟରରୁ ପେରିଫେରାଲ ବଡି ଆଡକୁ ଯୋଉ ଡେଭଲପମେଣ୍ଟଟା ହେଇଥାଏ, ମାନେ ଆମେ ଆଗେ ଛୋଟ ପିଲା ଦେଖିବା ଆଗେ ତାଙ୍କ ବାହୁ ଉପରେ ସେମାନେ କଣ୍ଟ୍ରୋଲ ପାଇଥାନ୍ତି, ତାପରେ ତାଙ୍କର ହାତ ଉପରେ, ତାପରେ କଣ ଆଙ୍ଗୁଠି ଉପରେ ହେଲା, ଏମିତି ସବୁ ହେଇଥାଏ। ତ ସେଟା କଣ ବୋଲି କୁହାଯାଏ? ଅମାସ୍ତକ ପାଦ ଅନୁକ୍ରମ, ସମୀପ କୁରାଭିମୁଖୀ ଅନୁକ୍ରମ, ଚଳନ ଅନୁକ୍ରମ, ନା ହଉଛି ଦ୍ୱିପାର୍ଶ୍ୱିକ ଅନୁକ୍ରମ ହେଲା। ସେଫାଲୋ କୋଡାଲ ସିକ୍ୱେନ୍ସ, ପ୍ରକ୍ସିମୋ ଡେସମାଟାଲ ସିକ୍ୱେନ୍ସ, ନା ଲୋକୋମୋସନ ସିକ୍ୱେନ୍ସ, ନା ହଉଛି ବାୟୋଲେଟରାଲ ସିକ୍ୱେନ୍ସ ହେଲା। ସଠିକ ଉତ୍ତର ଏହାର କଣ ହବ ନା ଅପସନ ନମ୍ବର ବି, ଯେଟା କି ପ୍ରକ୍ସିମୋ ଡେସଟାଲ ସିକ୍ୱେନ୍ସ। ପ୍ରକ୍ସିମୋ ମାନେ ହଉଛି କଣ, ଆଗେ ସେଣ୍ଟର ବା ଆମର ଯେମିତି ଆପଣ କହିଲେ ଆଗେ ବାହୁ, ତାପରେ ହାତ, ତାପରେ ଆଙ୍ଗୁଠି। କିନ୍ତୁ ଯଦି କହିଥିବ ସେଫାଲୋ କୋଡାଲ ହଉଛି କଣ, ଆଗେ ସିଏ ମୁଣ୍ଡର ବୃଦ୍ଧି ହେଇଥାଏ, ତାପରେ ଆସ୍ତେ ଆସ୍ତେ ପାଦ ପର୍ଯ୍ୟନ୍ତ ଯାଇଥାଏ। ସେଟା କଣ କୁହାଯାଏ? ସେଫାଲୋ କୋଡାଲ ସିକ୍ୱେନ୍ସ ବୋଲି କୁହାଯାଏ। ଡେଭଲପମେଣ୍ଟର ଦିଟା ସିକ୍ୱେନ୍ସ ରହିଛି। ପରବର୍ତ୍ତୀ ପ୍ରଶ୍ନ ରହିଛି, ନିରନ୍ତର ବ୍ୟାପକ ମୂଲ୍ୟାୟନର ନିମ୍ନୋକ୍ତ କେଉଁଟି ମୌଳିକ ସ୍ୱରୂପ? ସେଟା କଣ କୁହାଯାଏ? କଣ୍ଟିନ୍ୟୁଅସ୍ ଆଉ କମ୍ପ୍ରିହେନ୍ସିଭ ଆସେସମେଣ୍ଟର କୋଉଟା ହଉଛି ଗୋଟେ ମୌଳିକ ସ୍ୱରୂପ? ଅପସନ କଣ ରହିଲା? କୃତକାର୍ଯ୍ୟ କିମ୍ବା ଅକୃତ କାର୍ଯ୍ୟ ପ୍ରକାଶନ, ପ୍ରମାଣ ପତ୍ର ପ୍ରଦାନ କରିବା, ଶିକ୍ଷାର୍ଥୀଙ୍କ ପ୍ରଗତିକୁ ସୁଗମ କରିବା, ନା କୌଣସିଟି ନୁହେଁ ହେଲା। ପାସ୍ ଆଉ ଫେଲ୍ କୁ ଡିକ୍ଲେୟାର କରିବା, ନା ସାର୍ଟିଫିକେଟ ଦବା, ନା ହଉଛି ଫେସିଲିଟେଟ୍ ଷ୍ଟୁଡେଣ୍ଟ ପ୍ରୋଗ୍ରେସ ହେଲା। ସଠିକ ଉତ୍ତର କଣ ହବ ନା ହଉଛି କଣ୍ଟିନ୍ୟୁଅସ୍ କମ୍ପ୍ରିହେନ୍ସିଭ ଇଭାଲୁଏସନ ଆସେସମେଣ୍ଟ କାଇଁ କରିଥାଉ ନା ଫେସିଲିଟେଟ୍ ଦ ଷ୍ଟୁଡେଣ୍ଟ ପ୍ରୋଗ୍ରେସ, ମାନେ ଶିକ୍ଷାର୍ଥୀର ପ୍ରଗତିକୁ ସୁଗମ କରିବା। କଣ୍ଟିନ୍ୟୁଅସ୍ କମ୍ପ୍ରିହେନ୍ସିଭ ଇଭାଲୁଏସନ ମାନେ ହଉଛି ମାନେ ସବୁ ସମୟରେ ତାଙ୍କୁ ପଢିଲା ବେଳେ ହଉ, ଖେଳ ବେଳେ ହଉ, ସବୁ ସମୟରେ ବର୍ଷର ସବୁ ସମୟ ଆମେ କଣ କରୁଥିବା ନା ଇଭାଲୁଏସନ କରୁଥିବା। ପିଲାର କୋଉଠି ଅସୁବିଧା ଅଛି, କଣ ମାନେ କୋଉ ପ୍ରୋଗ୍ରାମ କରିବା ତାଙ୍କର ଦକ୍ଷତା ବୃଦ୍ଧି ହେଇପାରିବ, ତେଣୁ ସେଇଟା କଣ କୁହାଯାଏ? କଣ୍ଟିନ୍ୟୁଅସ୍ କମ୍ପ୍ରିହେନ୍ସିଭ ଇଭାଲୁଏସନ ହେଲା। ପରବର୍ତ୍ତୀ ପ୍ରଶ୍ନ ରହିଲା, କେଉଁଟି ଆଭ୍ୟନ୍ତରୀଣର ଅଭିପ୍ରେରଣାର ଏକ ଉଦାହରଣ ଅଟେ? ଅଭିପ୍ରେରଣା ଦି ପ୍ରକାର, ଗୋଟେ ଇଣ୍ଟ୍ରିନ୍ସିକ ହେଇପାରେ, ଗୋଟେ ହଉଛି ଏକ୍ସଟେନ୍ସିଭ ହେଇପାରେ। ଇଣ୍ଟ୍ରିନ୍ସିକ ମାନେ ହଉଛି କଣ, ନିଜ ଭିତରୁ ଯୋଉଟା ଆସିବ, ତେଣୁ ପଚାରିଛି କୋଉଟା ହବ? ଅପସନ କଣ ଅଛି? ପ୍ରତିଦ୍ୱନ୍ଦିତା, ପ୍ରଶଂସା, ପୁରସ୍କାର, ଆଉ ହଉଛି ଆକାଂକ୍ଷା ସ୍ତର ହେଲା। ଯେଟା କମ୍ପିଟିସନ, ପ୍ରାଇଜ, ରିୱାର୍ଡସ ଆଉ ଲେଭେଲ ଅଫ ଏସ୍ପିରେସନ ହେଲା। ସଠିକ ଉତ୍ତର କଣ ହବ? ଅପସନ ନମ୍ବର ଡି, ଯେଟା କି ଆକାଂକ୍ଷାର ସ୍ତର, ଯେଟା କି ଲେଭେଲ ଅଫ ଏସ୍ପିରେସନ ହେଲା। ଆଭ୍ୟନ୍ତରୀଣ ଅଭିପ୍ରେରଣା ହଉଛି ଏଗୁଡାକ। ଏଇ ଯୋଉ ପ୍ରଶଂସା ହେଲା କଣ, ଆଉଟସାଇଡ ମାନେ ଏକ୍ସଟେନ୍ସିଭ ମୋଟିଭେସନ ହଉଛି କଣ, ବାହାର ଟିଚର ହୁଅନ୍ତୁ, ଗାର୍ଡିଆନ ହୁଅନ୍ତୁ, ସେମାନେ ତାକୁ ପ୍ରେଜ କରିବେ, ମାନେ ଯେମିତି ପ୍ରଶଂସା କରିବେ, ପୁରସ୍କାର ଦେବେ, ସେଟା ହଉଛି ଏକ୍ସଟେନ୍ସିଭ। କମ୍ପିଟିସନ ଗୋଟେ କଣ ହବନି, ଅଭିପ୍ରେରଣା ହବନି ହେଲା। ମାନେ ଭିତରୁ ଆସୁଛି କିନ୍ତୁ ସେଟା ଆମର ମୋଟିଭେସନରେ ଯିବନି। କିନ୍ତୁ ଏଇ ଯୋଉ ଆକାଂକ୍ଷାର ସ୍ତର, ଯେଟା କି ଲେଭେଲ ଅଫ ଏସ୍ପିରେସନ, ସେ ହଉଛି ଆକାଂକ୍ଷା ମାନେ କଣ, ପିଲା ଗୋଟେ ଜାଣିବା ପାଇଁ ଇଚ୍ଛା କରୁଛି, ସେଟା କୁହାଯାଏ ହେଲା। ତେଣୁ ସେଟା ହଉଛି ଆଭ୍ୟନ୍ତରୀଣ ବା ଇଣ୍ଟ୍ରିନ୍ସିକ ମୋଟିଭେସନ। ତେଣୁ ବୁଝିପାରିଲେ ମୋଟିଭେସନ ଦି ପ୍ରକାର, ଏଟା ଦେଖି ଯାଇଥିବେ ପଢିପାରେ। ପରବର୍ତ୍ତୀ କ୍ୱେଶ୍ଚନ ରହିଲା, ନିମ୍ନଲିଖିତ କେଉଁ ଶିକ୍ଷଣ ତତ୍ତ୍ୱଟି ଉଦ୍ଦୀପକ ଅନୁକ୍ରିୟାର ସମ୍ବନ୍ଧ ଦୃଢୀଭୂତ କରୁଅଛି? Which of the following learning theory is
strengthen the stimulus response relation. Stimulus response ହଉଛି କଣ, ତ ଆମର ପାଭଲର କରିଥିଲେ କୁକୁରକୁ ଗୋଟେ ନେଇକି ହେଲା, ସେ ଷ୍ଟିମୁଲସ୍ ମାନେ ସେଠି ଘଣ୍ଟି ବଜଉଥିଲେ, ତା ଦ୍ୱାରା କି ଘଣ୍ଟି ବଜେଇ ଖାଇବା ଦଉଥିଲେ, ପରେ କଣ ହେଲା ଘଣ୍ଟି ନ ବଜେଇଲା ବେଳେ ଖାଦ୍ୟ ନଦେଲେ ବି କୁକୁର କଣ ଲାଳ ବୋହୁଥିଲା, ସେଟା କଣ ଅଛି ଷ୍ଟିମୁଲସ୍ ହଉଛି ଆମର କଣ ଘଣ୍ଟିଟା, ରେସ୍ପନ୍ସ ହଉଛି କଣ କୁକୁର ଯୋଉ ଲାଳ ବୋହିଲା ହେଲା। ତେଣୁ ଏଠି କଣ କହିଛି, କୋଉଟା ଦୃଢୀଭୂତ କରୁଛି ଏ ଯୋଉ ଆମର ଷ୍ଟିମୁଲସ୍ ଆଉ ରେସ୍ପନ୍ସକୁ, ଶାସ୍ତ୍ରୀୟ ଅନୁବନ୍ଧ, ପ୍ରଯତ୍ନ ପ୍ରମାଦ, କ୍ରିୟା ପ୍ରସୂତ ଅନୁବନ୍ଧ ନା ଅନ୍ତର୍ଦୃଷ୍ଟି ଶିକ୍ଷଣ। କ୍ଲାସିକାଲ କଣ୍ଡିସନିଂ କରୁଛି ନା ଟ୍ରାଏଲ ଆଣ୍ଡ ଏରର ଲର୍ଣ୍ଣିଂ କରୁଛି ନା ଅପରେଣ୍ଟ କଣ୍ଡିସନିଂ କରୁଛି ନା ଇନସାଇଟଫୁଲ ଲର୍ଣ୍ଣିଂ କରୁଛି ହେଲା। ବଢିଆ କ୍ୱେଶ୍ଚନଟା ଦେଲା। ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ଏ ଶାସ୍ତ୍ରୀୟ ଅନୁବନ୍ଧ, ଯୋଉଟା କି କ୍ଲାସିକାଲ କଣ୍ଡିସନିଂ ହେଲା। ଯୋଉ ପାଭଲର କରିଥିଲେ, ପାଭଲର ହଉଛନ୍ତି କଣ କ୍ଲାସିକାଲ କଣ୍ଡିସନିଂ ର ଫାଉଣ୍ଡର ବୋଲି ତାଙ୍କୁ କୁହାଯାଏ ହେଲା। ଯୋଉ ଷ୍ଟିମୁଲସ୍ ଆଉ ରେସ୍ପନ୍ସ ହେଲା ସେଟାକୁ ଅଧିକ କଣ କରୁଛି, ଦୃଢୀଭୂତ କରୁଛି କିଏ, ହଉଛି କ୍ଲାସିକାଲ କଣ୍ଡିସନିଂ ହେଲା। କ୍ଲାସିକାଲ କଣ୍ଡିସନିଂ ବି ଫାଉଣ୍ଡର କିଏ ଯଦି ପଚାରେ କଣ ହବ, ପାଭଲର ହବ। ତାପରେ ରହିଲା କେଉଁଠି ଶାସ୍ତ୍ରୀୟ ଅନୁବନ୍ଧର ଲକ୍ଷଣ ଅଟେ ହେଲା, ଯେଟା କି ଆମର କଣ କହୁଛି କ୍ଲାସିକାଲ କଣ୍ଡିସନ, ଟିକେ ଆଗରୁ କହିଲି ତାର ଗୋଟେ ଅନୁବନ୍ଧ ହେଲା, ମାନେ କ୍ୟାରେକ୍ଟରିଷ୍ଟିକ। ଏ ଭିତରୁ କୋଉଟା ଅପସନ କଣ ଅଛି, ଏହା ଉଦ୍ଦୀପକ ଅଭିମୁଖୀ, ଏହା ଅନୁକ୍ରିୟା ଅଭିମୁଖୀ, ଅନୁକ୍ରିୟା ଅଧିକ ସ୍ୱେଚ୍ଛାକୃତ ଅଟେ, ଏହା ଅନୁକ୍ରିୟାର ଅଧିକ୍ରମ ସହିତ ଜଡିତ। ମାନେ ଇଟ୍ ଇଜ ଷ୍ଟିମୁଲସ୍ ଓରିଏଣ୍ଟେଡ, ଷ୍ଟିମୁଲସ୍ ଅନୁସାରେ ହେଇଥାଏ ନା ଇଟ୍ ଇଜ ରେସ୍ପନ୍ସ ଓରିଏଣ୍ଟେଡ, ରେସ୍ପନ୍ସ ଅନୁସାରେ ହେଇଥାଏ। ଆଉ ଯେ ରେସ୍ପନ୍ସ ଇଜ ମୋର ଭଲ୍ୟୁଣ୍ଟାରୀ, ଆଉ ହଉଛି ଇଟ୍ ଇଜ କନସର୍ନ ୱିଥ ଦ ସିକ୍ୱେନ୍ସ ଅଫ ଦ ରେସ୍ପନ୍ସ ହେଲା। ସିକ୍ୱେନ୍ସ ମାନେ ଯେମିତି ରେସ୍ପନ୍ସ ହବ ସେ ଅନୁସାରେ ଆମର ହବ ନା ହଉଛି ରେସ୍ପନ୍ସ ଇଜ ଭଲ୍ୟୁଣ୍ଟାରୀ, ମାନେ ସେଟା ନିଜ ଇଚ୍ଛାରେ ହବ ହେଲା। ତେଣୁ ଶାସ୍ତ୍ରୀୟ ଅନୁବନ୍ଧ ଅନୁସାରେ କୋଉଟା ଗୋଟେ ଲକ୍ଷଣ ହବ, ସଠିକ ଉତ୍ତର ହବ ଅପସନ ନମ୍ବର ଏ, ଯେଟା କି ଅଛି ଉଦ୍ଦୀପକ, ଏହା ଉଦ୍ଦୀପକ ଅଭିମୁଖୀ ମାନେ ଷ୍ଟିମୁଲସ୍ ଓରିଏଣ୍ଟେଡ ହେଲା। କ୍ଲାସିକାଲ କଣ୍ଡିସନିଂ ଏହା ପୁରାପୁରି ଷ୍ଟିମୁଲସ୍ ଉପରେ ଡିପେଣ୍ଡ କରିଥାଏ। ଯଦି ଷ୍ଟିମୁଲସ୍ ରହିବ ତାହେଲେ ସେ ରେସ୍ପନ୍ସ ଆସିବ ହେଲା। ଯଦି ଆସ୍ତେ ଆସ୍ତେ ତିଆରି ହବ ନା, ଆଗେ ଷ୍ଟିମୁଲସ୍ ନ୍ୟାଚୁରାଲ ଥିବ, ତାପରେ ହଉଛି କଣ୍ଡିସନିଂ ଆସିବ ନା। ତେଣୁ କ୍ଲାସିକାଲ କଣ୍ଡିସନରେ ଷ୍ଟିମୁଲସ୍ ଉପରେ ପୁରାପୁରି ଡିପେଣ୍ଡେଣ୍ଟ, ସେଥିରେ ରେସ୍ପନ୍ସ ଓରିଏଣ୍ଟେଡ ନୁହେଁ। ନୋକିଓ ଗୋଟେ ବଢିଆ କ୍ୱେଶ୍ଚନ ଥିଲା, ଆମର କ୍ଲାସିକାଲ କଣ୍ଡିସନିଂଟା ସବୁବେଳେ ଷ୍ଟିମୁଲସ୍ ଓରିଏଣ୍ଟେଡ ହେଇଥାଏ ହେଲା। ତାପରେ କ୍ୱେଶ୍ଚନ ରହିଲା, ନିମ୍ନଲିଖିତ ମଧ୍ୟରୁ ଆମ ରାଜ୍ୟରେ ଏକକ ପରୀକ୍ଷା ନିୟମିତ ତଦାରଖ କରିବା ପାଇଁ ମାସିକ ବ୍ୟବସ୍ଥା ଅଟେ ହେଲା। which of the following is a monthly review exercise in monitor unit test in the regular basis at our ଆମର କଣ ଷ୍ଟେଟ୍ ଲେବୁଲରେ କୋଉଟା ହେଇଥାଏ, ସହଜ ଯୋଉଟା ଆମର ରହିଛି ସେଟା ହେଇଥାଏ, ହଉଛି ସମଧନ ଏଟା ହେଇଥାଏ, ଉମେଶ ହେଇଥାଏ, ହଉଛି ସମୀକ୍ଷା ହେଲା। ଆମର ଯୋଉ ୟୁନିଟ ଟେଷ୍ଟ କରାଯାଏ ତାକୁ ତଦାରଖ କରିବା ପାଇଁ କୋଉ ସଂସ୍ଥାଟା ଆମର ଷ୍ଟେଟ୍ ଲେବୁଲରେ ଓଡିଶାରେ କାର୍ଯ୍ୟ କରୁଛି ହେଲା। ଏଇଟା ବଢିଆ କ୍ୱେଶ୍ଚନଟା ଦେଲା। ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ସି, ଯେଟା କଣ ଅଛି ଉନ୍ମେଷ, UNMESH ହେଲା, UNMESH। ଆପଣ ମାନେ ହୋମୱାର୍କ ରହିଲେ ୟାର ଫୁଲ ଫର୍ମ ଟା କଣ ମତେ କମେଣ୍ଟ ସେକ୍ସନରେ ଜଣେଇବେ ହେଲା। ୟୁନିଟ ଟେଷ୍ଟ ଯୋଉ ଆମର ସ୍କୁଲରେ ହୋଇଥାଏ ତଦାରଖ କରିବା ପାଇଁ ଯୋଉ ଏଇଟା ରହିଲା, ୟାର ଫୁଲ ଫର୍ମ ଟା କଣ ପକେଇ ପାରେ, ଆପଣ ଟିକେ ଦେଖିଦେଇକି ମତେ କମେଣ୍ଟ ସେକ୍ସନରେ ଜଣେଇବେ ଯେ ସାର୍ ଏଇଟା ହବ ହେଲା। ପରବର୍ତ୍ତୀ ପ୍ରଶ୍ନ ରହିଲା, ଭାରତ ସମ୍ବିଧାନର କୋଉ ଧାରାରେ ତଫସିଲଭୁକ୍ତ ଜାତି ଓ ଜନଜାତି ମାନଙ୍କୁ ସାମାଜିକ ନ୍ୟାୟ ଓ ସମସ୍ତ ପ୍ରକାର ଶୋଷଣ ମୁକ୍ତ ପାଇଁ ସୁବିଧା ପ୍ରଦାନ କରାଯାଇଛି। ଇଣ୍ଡିଆନ କନଷ୍ଟିଟ୍ୟୁସନ କୋଉ ଆର୍ଟିକଲରେ ଯୋଉ ସେଡ୍ୟୁଲ କାଷ୍ଟ ରହିଲେ, ସେଡ୍ୟୁଲ ଟ୍ରାଇବ୍ସ ରହିଲେ, ତାଙ୍କୁ ସୋସିଆଲ ଜଷ୍ଟିସ ପାଇଁ କୁହାଯାଇଛି। ଅପସନ କଣ ରହିଲା, ଧାରା 41, ଧାରା 45, ଧାରା 44, ଧାରା 343 ହେଲା। ସଠିକ ଉତ୍ତର କଣ ହବ ୟାର, ଅପସନ ନମ୍ବର ସି, ଯେଟା କଣ ଧାରା 46। ଧାରା 46 ରେ କଣ ଅଛି ନା ଯୋଉ ଆମର ଇଣ୍ଡିଆନ କନଷ୍ଟିଟ୍ୟୁସନରେ ଅନୁସୂଚିତ ଜାତି ଆଉ ଜନଜାତି ମାନଙ୍କ ପାଇଁ ତାଙ୍କୁ ସୋସିଆଲ ଜଷ୍ଟିସ ଦବା ପାଇଁକା ଆମର ଧାରା ରହିଛି। ପରବର୍ତ୍ତୀ ପ୍ରଶ୍ନ ରହିଲା, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶିକ୍ଷାଦାନର ନିୟମ ନୁହେଁ, ଦେଲା ନିୟମ ଗୁଡାକ ତା ଭିତରୁ କୋଉଟା ଆମର ଟିଚିଂ ର ପ୍ରିନ୍ସିପଲ ଭିତରେ ଯିବ ନାହିଁ। ସରଳରୁ ଜଟିଳ ଆଡକୁ ଅଗ୍ରସର ହବା, ନିକଟରୁ ଦୂର ଆଡକୁ ଅଗ୍ରସର ହବା, ଜଟିଳରୁ ବିମୂର୍ତ୍ତ ଆଡକୁ ଅଗ୍ରସର ହବା, ନା ହଉଛି ବାସ୍ତବରୁ ବିମୂର୍ତ୍ତ ଆଡକୁ ଯିବା। ପ୍ରୋସିଡିଂ ଫ୍ରମ ସିମ୍ପଲ ଟୁ କମ୍ପ୍ଲେକ୍ସ, ପ୍ରୋସିଡିଂ ଫ୍ରମ ନିୟର ଟୁ ଫାର, ପ୍ରୋସିଡିଂ ଫ୍ରମ କମ୍ପ୍ଲେକ୍ସ ଟୁ ଆବଷ୍ଟ୍ରାକ୍ଟ, ନା ପ୍ରୋସିଡିଂ ଫ୍ରମ କଂକ୍ରିଟ ଟୁ ଆବଷ୍ଟ୍ରାକ୍ଟ ହେଲା। ତେଣୁ ଏଠି ତିନିଟା ପଜିଟିଭ ଅଛି। ସବୁବେଳେ ଆମର ଟିଚିଂ କଣ ହେଇଥାଏ, ଆଗେ ସରଳ ପଢାଯିବ, ଜଟିଳ ପଢାଯିବ। ଆଉ କହିଲା କଣ ଯୋଉ ଯେମିତି କଂକ୍ରିଟ ଆବଷ୍ଟ୍ରାକ୍ଟ, କଂକ୍ରିଟ ମାନେ ହଉଛି କଣ ପିଲାମାନେ ଯେଟାକୁ ଛୁଇଁକି ଜାଣିପାରିବେ, ଆବଷ୍ଟ୍ରାକ୍ଟ ହଉଛି କଣ ନା ହଉଛି ଏଟାକୁ ସେମାନେ ଚିନ୍ତା କରିବେ, ମନ ଭିତରେ ଏଟା ନଥିବ କିନ୍ତୁ ଚିନ୍ତା କରିବେ। ତେଣୁ ସବୁବେଳେ କଣ ଯେଟା ଛୁଇଁକି ପାରୁଥିବେ ସେଟାକୁ ଆମେ ଆଗେ ଦବା ନା। ତେଣୁ ସେଇଥିପାଇଁ ସଠିକ ଉତ୍ତରଟା କଣ ହବ, ଅପସନ ନମ୍ବର ସି, ଯେଟା କଣ ଜଟିଳରୁ ବିମୂର୍ତ୍ତ ଆଡକୁ। ଆମେ ଫାଷ୍ଟ କମ୍ପ୍ଲେକ୍ସ ଦବା ତାପରେ ଆବଷ୍ଟ୍ରାକ୍ଟ ଦବା, ସେଟା କେବେ ହବନି। ଆଗେ ସିମ୍ପଲ ଦବା ହେଲା, ସିମ୍ପଲ ଦବା ବା କଂକ୍ରିଟ ଜିନିଷ ଦବା, ତାପରେ ଯାଇକି ଆବଷ୍ଟ୍ରାକ୍ଟ ଦବା ହେଲା। ତେଣୁ ଆଗେ ପିଲାଙ୍କୁ ଆମେ କମ୍ପ୍ଲେକ୍ସ ଜିନିଷ କେବେ ଦବା ନାହିଁ ହେଲା। ପରବର୍ତ୍ତୀ ପ୍ରଶ୍ନ ରହିଲା, ନିମ୍ନୋକ୍ତ ଲକ୍ଷଣ ଦଳ ମାନଙ୍କ ମଧ୍ୟରୁ କେଉଁଠି ସୃଜନଶୀଳ ଚିନ୍ତନ ସହିତ ସମ୍ପର୍କିତ ନୁହେଁ। which of the following groups of characteristics is not related to creative thinking ହେଲା। କ୍ରିଏଟିଭ ଥିଙ୍କିଂ ପାଇଁ କୋଉଟାଟେ ଆମର କଣ ହବନି, ଲକ୍ଷଣ ହବ ନାହିଁ। ପ୍ରଶ୍ନ ଅପସନ କଣ ରହିଲା,
ଅନୁମାନ କରିବା ଓ ଅନର୍ଗଳ ଓ ନମନୀୟତା ହବା, ମୌଳିକ ଓ ଅନର୍ଗଳ ନମନୀୟ ହବ ନା ଅନୁମାନ କରିବା ପାରମ୍ପରିକ ଅନର୍ଗଳତା ହବ ନା ମୌଳିକ ବିସ୍ତାରଣ ଓ ଅନର୍ଗଳତା ହବ ହେଲା। ଟିକେ ଇଂଲିଶ ଟା ଦେଖି ଦେଇଥିବେ ଯେହେତୁ ଓଡିଆ ଟିକେ ଆମର ଆସିଥାଏ ୱାର୍ଡ ଟା ଟିକେ, ତେଣୁ ସେଥିପାଇଁ ଇଂଲିଶ ଟା ଦେଖିକି ମାରିବେ। ଗେସିଂ ଫ୍ଲୁଏନ୍ସି ଫ୍ଲେକ୍ସିବଲ ହବ ନା ଅରିଜିନାଲିଟି ଫ୍ଲୁଏନ୍ସି ଫ୍ଲେକ୍ସିବିଲିଟି ହବ ନା ଗେସିଂ କନଭେନସନାଲିଟି ଏଣ୍ଡ ଫ୍ଲୁଏନ୍ସି ହବ ନା ଅରିଜିନାଲିଟି ଏଲାବୋରେସନ ଏଣ୍ଡ ଫ୍ଲୁଏନ୍ସି ହବ। ବହୁତ ବଢିଆ କ୍ୱେଶ୍ଚନ ଦେଇଛି। କ୍ରିଏଟିଭ ଲର୍ଣ୍ଣିଂ ଯୋଉ ରହିଥାଏ ବା କ୍ରିଏଟିଭ ଥିଙ୍କିଂ ଥାଏ ସେଥିରେ କୋଉଟା ଆମେ କୋଉ ଗ୍ରୁପଟା ୟା ଭିତରେ ସମ୍ପର୍କିତ ହବ ନାହିଁ ହେଲା। ଏହାର ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ସି, ଯୋଉଟା କି ଅନୁମାନ କରିବା କେବେ ବି ଆସିବ ନାହିଁ। ଆଉ ପାରମ୍ପରିକ କଥା ଆଉ ଅନର୍ଗଳତା, ଯେଠି ଗେସିଂ କେବେ ବି କ୍ରିଏଟିଭ ଲର୍ଣ୍ଣିଂ ରେ ଗେସିଂ କେବେ ଆସିନଥାଏ, କନଭେନସନାଲିଟି କେବେ ଆସିନଥାଏ, ଆଉ ଫ୍ଲୁଏନ୍ସି ମାନେ ଏ ଦିଟା ହବ, କିନ୍ତୁ ଏ ଯୋଉ ଗେସିଂ ପାଇଁ ଏଟା ପୁରା କଟିଗଲା ହେଲା। ତେଣୁ ମନେ ରଖିଥିବେ ଆମର କ୍ରିଏଟିଭ ଥିଙ୍କିଂ ରେ ଅନୁମାନ କରିବା ଆସିବନି, ପାରମ୍ପରିକତା ଅନର୍ଗଳତା ଆସିବ ନାହିଁ। ଅନୁମାନ କରିବା ଅନର୍ଗଳତା ନମନୀୟତା ହେଇପାରିବ ହେଲା। ତେଣୁ ଏଟା ବଢିଆ କ୍ୱେଶ୍ଚନ ଦେଖି ଟିକେ ଯାଇଥିବେ। ପରବର୍ତ୍ତୀ କ୍ୱେଶ୍ଚନ ଅଛି, ବହୁ ଶ୍ରେଣୀ ପରିସ୍ଥିତିରେ ଶିକ୍ଷକଙ୍କ ପାଇଁ କେଉଁ ଦକ୍ଷତାଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେଲା। ଯୋଉ ମଲ୍ଟିଗ୍ରେଡ ଟିଚିଂ ରହିଥାଏ ସେଠି କୋଉ ପ୍ରକାର ଶିକ୍ଷକଙ୍କର ମାନେ ଶିକ୍ଷକ ଯୋଉ ପଢେଇଥାନ୍ତି ତାଙ୍କର କୋଉ ଦକ୍ଷତାଟା ରହିବା ଦରକାର ନିହାତି। ଗତି ଯୋଜନା ହବା ଦରକାର, ଆଉ କୌଶଳର ବ୍ୟବହାର ଥିବା ଦରକାର, ଶ୍ରେଣୀ ସ୍ୱାଭାବିକ କାର୍ଯ୍ୟ ଅନୁରକ୍ଷଣ ହବା ଦରକାର, ନା ବୃଦ୍ଧିରେ ବ୍ୟବହାର ହେଲା। ପ୍ଲାନିଂ ରେ ମୁଭ୍ କରିବା ଦରକାର, ନା ସ୍କିଲ୍ ୟୁଜ କରିବା ଦରକାର, ନା ମେଣ୍ଟେନାନ୍ସ କ୍ଲାସ ଅର୍ଡର ରହିଥିବା ଦରକାର, ନା ୟୁଜ ଇଣ୍ଟେଲିଜେନ୍ସ ହେଲା। ମଲ୍ଟିଗ୍ରେଡ କରିବା ପାଇଁ ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ସି, ଶ୍ରେଣୀର ସ୍ୱାଭାବିକ କାର୍ଯ୍ୟର ଅନୁରକ୍ଷଣ ହେଲା। ମାନେ ଯେକି ମେଣ୍ଟେନାନ୍ସ କ୍ଲାସ ଅର୍ଡରକୁ ଠିକ ସେ ମେଣ୍ଟେନ କରିପାରୁଥିବା ଦରକାର ମଲ୍ଟିଗ୍ରେଡ ଟିଚିଂ ରେ ହେଲା। ତାହେଲେ ସେ ଗୋଟେ ଆମର ମଲ୍ଟିଗ୍ରେଡ ଭଲ ଟିଚର ହେଇପାରିବେ। ପରବର୍ତ୍ତୀ ପ୍ରଶ୍ନ ରହିଲା, ନିମ୍ନସ୍ଥ କେଉଁଟି ଶିକ୍ଷଣର ମୌଳିକର ସର୍ତ୍ତ ନୁହେଁ ହେଲା। ଯୋଉଟା ଆମର which of the following is not a basic condition of learning ହେଲା। ଅପସନ କଣ ରହିଲା, ଅଭ୍ୟାସ, ସମୀପତା, ସିଦ୍ଧାନ୍ତୀକରଣ ଆଉ ଯେ ନିରାପତ୍ତା। ପ୍ରାକ୍ଟିସ ରହିଥିବା ଦରକାର, କଣ୍ଟିଗ୍ୟୁଟି ଥିବା ଦରକାର, ଜେନେରାଲାଇଜେସନ ଥିବା ଦରକାର, ସେଫ୍ଟି ଥିବା ଦରକାର। କୋଉଟା ହବ ନାହିଁ ପଚାରିଛି। ସଠିକ ଉତ୍ତର କଣ ହବ ଅପସନ ନମ୍ବର ଡି, ଯେଟା କି ନିରାପତ୍ତା ହେଲା। ସେଫ୍ଟି ନଥିବା ଦରକାର, ଆଉ ଗୁଡାକ ପ୍ରାକ୍ଟିସ ଥିବା ଦରକାର, କଣ୍ଟିଗ୍ୟୁଟି ଥିବା ଦରକାର, ଜେନେରାଲାଇଜେସନ ହଉଥିବା ଦରକାର, କିନ୍ତୁ ସେଫ୍ଟିଟା ସେତେ ଦରକାର ନାହିଁ ଲର୍ଣ୍ଣିଂ ରେ। ପରବର୍ତ୍ତୀ ପ୍ରଶ୍ନ ରହିଲା, କେଉଁ କଥାଟି ବିକାଶ ସମ୍ପର୍କିତ ନୁହେଁ ହେଲା। which one of the following is not related to development, ଏହା କ୍ରମବର୍ଦ୍ଧିଷ୍ଣୁଶୀଳ ନୁହେଁ, ଇଟ୍ ଇଜ ନଟ୍ କମ୍ୟୁଲେଟିଭ, ଏହା ଅନୁକ୍ରମିକ ଧାରା ଅବଲମ୍ବନ କରିଥାଏ, ଏହା ନିରବଚ୍ଛିନ୍ନ ଅଟେ, ଏହା ପାରମ୍ପରିକ କ୍ରିୟାରୁ ଉତ୍ପତ୍ତି ହେଲା। ଇଟ୍ ଇଜ ନଟ୍ କମ୍ୟୁଲେଟିଭ, ଆଉ ଇଟ୍ ଇଜ ଫଲୋ ପ୍ୟାଟର୍ନ, ଇଟ୍ ଇଜ କଣ୍ଟିନ୍ୟୁଅସ୍, ଇଟ୍ ଇଜ ପ୍ରଡକ୍ଟ ଏଣ୍ଡ ଇଣ୍ଟରାକ୍ସନ ହେଲା। ଏ ଭିତରୁ କୋଉଟା ଡେଭଲପମେଣ୍ଟ ଭିତରେ ଯିବ ନାହିଁ। ସଠିକ ଉତ୍ତର କଣ ହବ ଅପସନ ନମ୍ବର ଏ, ଯାହାକୁ ଏହା କ୍ରମବର୍ଦ୍ଧିଷ୍ଣୁଶୀଳ ନୁହେଁ, ମାନେ এটা ইট ইজ নট কম্যুলেটিভ, এটা ভুল ଅଛି ହେଲା। এটা ହବନି, କିନ୍ତୁ କମ୍ୟୁଲେଟିଭ ହବ, ଯେହେତୁ ନେଗେଟିଭ ଦେଇଛି ସେଥିପାଇଁ ଭୁଲ ହେଲା। ଏହା ପ୍ୟାଟର୍ନ କୋଟେ ଫଲୋ করে ଠିକ ଅଛି, କଣ୍ଟିନ୍ୟୁଅସଲି ହବ, ଇଟ ଇଜ ପ୍ରଡକ୍ଟ ଇଣ୍ଟରାକ୍ସନ, ଏ ପାରମ୍ପରିକ କ୍ରିୟାରୁ ଉତ୍ପତ୍ତି ହେଇଥାଏ, এটা ବି ହବ। ପରବର୍ତ୍ତୀ ପ୍ରଶ୍ନ ରହିଛି, କେଉଁ ନିୟମ ଅନୁସାରେ ପ୍ରାଥମିକ ସ୍ତରରେ ନିରନ୍ତର ସାମଗ୍ରିକ ମୂଲ୍ୟାୟନ ବାଧ୍ୟତାମୂଳକ ହେଲା। କୋଉ ଆକ୍ଟ ଅନୁସାରେ ଯୋଉ ଏଲିମେଣ୍ଟାରୀ କ୍ଲାसेस ରେ କମ୍ପ୍ରିହେନ୍ସିଭ ଯୋଉ ଆସେସମେଣ୍ଟ ରହିଥାଏ ସେଟା ଆମର ମ୍ୟାଣ୍ଡେଟରୀ ଅଛି। ଆରଆଇଟି ଆକ୍ଟ 2005, आरसीएफसीई एक्ट 2009, आरसीएफसीई 2009 ना कौन सी नुहे। बढ़िया क्वेश्चन था। एलिमेंटरी लेवल जो कॉम्प्रिहेंसिव इवैल्यूएशन बा शिक्षा मझिरे जो आमे करिथि जोटा कि जाने पे सेटा आमे को एक्ट रे लिखा जायछि। सঠিক উত্তরটি কোন হবে অপশন নম্বর বি, আরসিএফসি एक्ट 2009 ହେଲା। आरसीएफसी 2009 जो एक्ट रे आस्थिला सेतिर লেখা ହେଇଛି যে এলিমেন্টারি ক্লাसेस রে ମଧ୍ୟ কম্প্রিহেন্সিভ অ্যাসেসমেন্টটা ম্যান্ডেটরি হবো। পরবর্তী প্রশ্ন রহিলা, কোনটি শিক্ষণ প্রক্রিয়া সহিত সম্পর্কিত নুহে। which one is not related to process of the learning, ଉଦ୍ଦେଶ୍ୟ ଦରକାର, ଧାରାବାହିକତା, ଉପଯୋଜନ ଆଉ ଏ ସ୍ୱୟଂ ସକ୍ରିୟ ଆଚରଣ, ଯେଟା କି ପର୍ପୋଜ ହେବା ଦରକାର, କଣ୍ଟିନ୍ୟୁଅସ ହବା ଦରକାର, ଆଡଜଷ୍ଟମେଣ୍ଟ ଥିବା ଦରକାର, ଆଉ ରିଫ୍ଲେକ୍ସିଭ ବିହେଭିୟର ରହିଥିବା ଦରକାର। ଏଠି ପଚାରିଛି କଣ ଯେ କୋଉଟା ହବ ନାହିଁ, ଶିକ୍ଷଣ ପ୍ରକ୍ରିୟା ସହିତ ସମ୍ପର୍କିତ ହବ ନାହିଁ। ଏହାର ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଡି, ଯେଟା କି ସ୍ୱୟଂ ସକ୍ରିୟ ଆଚରଣ, ରିଫ୍ଲେକ୍ସିଭ ବିହେଭିୟର ଏଟା ନୁହେଁ। ପର୍ପୋଜ ହେବା ଦରକାର, କଣ୍ଟିନ୍ୟୁଅସ ହବା ଦରକାର, ଆଡଜଷ୍ଟମେଣ୍ଟ ଥିବା ଦରକାର, କିନ୍ତୁ ରିଫ୍ଲେକ୍ସିଭ ବିହେଭିୟରଟା ହବ ନାହିଁ। ପରବର୍ତ୍ତୀ ପ୍ରଶ୍ନ ରହିଲା, କେଉଁଟି ମାନସିକ ଅନଗ୍ରସର ପିଲାର ଲକ୍ଷଣ ଅଟେ ହେଲା। ଯୋଉ ଆମର ମେଣ୍ଟାଲି ଡିଜର୍ଡର ଯେଟା କି ପିଲା ତାର ଗୋଟେ ଲକ୍ଷଣ ହବ ସାମାଜିକ ଅକ୍ଷମତା, ସାଧାରଣ ବୌଦ୍ଧିକ କାର୍ଯ୍ୟ, ଅତ୍ୟଧିକ ଭାଷାଗତ ବିକାଶ, ଯୋଉ ଉପରୋକ୍ତ କୌଣସିଟି ନୁହେଁ ହେଲା। जो मेंटली डिजॉर्डर पिला ता भितर कोनटा टे लक्षण थिबो या भितर सठी उत्तर हबो ऑप्शन नंबर ए, जेटा कि सामाजिक अक्षमता, से सोशली कोन तो इनकॉम्पिटेंसी थिबो हैला। आ नॉर्मल तो साधारण बौद्धिक कार्य तो नॉर्मल लोक अत्यधिक भाषागत विकास हेले जे तो टैलेंटेड हेजिबो, तेनो सामाजिक अक्षमता गोटे कोन मेंटल डिजॉर्डर पिला पाखरे ए गुणटा थाई पारे। परवर्ती प्रश्न रहिला, कोनटी पियाजेଙ୍କ ବୈଧିକ ବିକାଶ ସହିତ ସମ୍ପର୍କିତ ନୁହେଁ ହେଲା। ଅନ୍ତଃଗ୍ରହଣ, ପ୍ରତିଯୋଜନ, ପ୍ରମାଣୀକରଣ ଆଉ ଏ ସମତୁଲ୍ୟତା ହେଲା। जो पियाजे ଦେଇଥିଲେ କଗ୍ନିଟିଭ ଡେଭଲପମେଣ୍ଟ ତା ଭିତରେ कोनटा ହବନି, ଏସିमुलेशन, एकमेंडेशन, वेरिफिकेशन, इक्विलिब्रियम ହେଲା। ତେଣୁ ଏସିमुलेशन होची कोन कहि दउची ठीक है, यदि पढे परीक्षा रे एसिमुलेशन होची कोन
ନା ଆପଣ ଗୋଟେ କଥା ଶିଖିଥିବେ ତାକୁ କଣ ମଡିଫାଇ କରିଦେବେ ମାନେ ନୂଆ କରି ଶିଖିବେ ସେଟା କହୁଛନ୍ତି କଣ ଏସିମୁଲେସନ। ଏକୋମୋଡେସନ ହଉଛି କଣ ତାକୁ ଚେଞ୍ଜ କରିଦେବେ ହେଲା। ମାନେ ଧର ଯେ ଆପଣ କହିଥିବ ଚାରିଟା ଗୋଡ ଯୋଉ ପଶୁର ଥିବ ତାକୁ ବିଲେଇ କୁହାଯାଏ କିନ୍ତୁ ତାପରେ ଆପଣ କୁକୁର ଦେଖିଲେ ତେଣୁ ଆପଣ କହିବାକୁ ଗଲେ ନା ଚାରିଟା କୁକୁର ଥାଇକି ଯଦି ସିଏ କଣ ଥିବ ନା ତା ରଙ୍ଗଟା ମାଟିଆ ବା କଳା କି ଦାନ୍ତ ବଡ ଟିକେ ଥିବ ତାହେଲେ କଣ କୁହାଯିବ ସେଟା କୁକୁର କୁହାଯିବ। ତେଣୁ ଏଠି କଣ ଚେଞ୍ଜ କଲେ ସର୍ଟ ଫର୍ମ ହଉଛି କଣ ସି ଦେଖିଲେ ଏକୋମୋଡେସନ ସି ଅଛି ମାନେ ଚେଞ୍ଜ କରିବେ ଯଦି ଚେଞ୍ଜ କଲେ ସେଟା ଏକୋମୋଡେସନ ହବ। ଆଉ ଯଦି ନୂଆ କରି ଗୋଟେ ଦେଖିଲେ କିଛି ତାହେଲେ କଣ କୁହାଯିବ ଏସିମୁଲେସନ କୁହାଯିବ। ଏସିମୁଲେସନ ଆଉ ଏକୋମୋଡେସନ ଭିତରେ ବାଲାନ୍ସ କରିବାକୁ କଣ କୁହାଯାଏ ଇକ୍ୱିଲିବ୍ରିୟମ ବୋଲି କୁହାଯାଏ ହେଲା। ତେଣୁ ଏଟା ରହିଲା କିନ୍ତୁ ଏଠି ତେଣୁ କୋଉଟା ହବନି ନା ପ୍ରମାଣୀକରଣ ବା ଭେରିଫିକେସନ ହବନି କାହା ଦ୍ୱାରା ନା କଗ୍ନିଟିଭ ଡେଭଲପମେଣ୍ଟ ଯୋଉ ଦେଇଥିଲେ ପିଆଜେଟ୍ ତାଙ୍କ ଭିତରେ ଏଇଟା ନଥିଲା। ପରବର୍ତ୍ତୀ ପ୍ରଶ୍ନ ହେଲା ଯେଉଁ ଶାରୀରିକ କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରାଣୀକୁ କ୍ରିୟାଶୀଳ କରାଏ ତାହା କେଉଁ ନାମରେ ପରିଚିତ? ଫିଜିକାଲ ଏନର୍ଜି ହୁଇଚ ଆକ୍ଟିଭେଟ୍ସ ଦ ଅର୍ଗାନିଜିମ୍ ଫର ଏକ୍ସନ ଇଜ ନୋନ୍ ଏଜ ପ୍ରାଣୀ ଦନତା ଅପସନ କଣ ରହିଲା ପ୍ରଣାଦନ, ସହଜାତ ପ୍ରବୃତ୍ତି, ଆବେଗ ଆଉ ଆବଶ୍ୟକତା। ଡ୍ରାଇଭ ଥିବା ଦରକାର ନା ଇଣ୍ଟ୍ରିନସିକ ନା ଇମୋସନ ନା ହଉଛି ନିଡ୍ସ ହେଲା। କଣ କହିଲା ଯେ ଆମର କଣ ରହିବା ଦରକାର ଫିଜିକାଲ ଯୋଉ ଏନର୍ଜି ଥାଏ କୋଉ ଆକ୍ଟିଭିଟି ଅର୍ଗାନିଜିମ୍ ହୁଇଚ ଆକ୍ଟିଭିଟିଜ ଦ ଅର୍ଗାନିଜିମ୍ ଫର ଏକ୍ସନ ଇଜ ନୋନ୍ ଏଜ। ଯୋଉ ଫିଜିକାଲ ଏନର୍ଜି ରହିଲା ଆକ୍ଟିଭେଟ କରିଥାଏ ଯୋଉ ଅର୍ଗାନିଜିମ୍ ସେଟାକୁ ଆମେ କଣ କହିବା ସଠିକ ଉତ୍ତର କଣ ହବ ଅପସନ ନମ୍ବର ଏ ପ୍ରଣାଦନତା ବା ଆମର ଡ୍ରାଇଭ ବୋଲି କହିବା ହେଲା। ଏଟା ପୁରା ଥିଓରିଟିକାଲ କ୍ୱେଶ୍ଚନ ଥିଲା। ପରବର୍ତ୍ତୀ ପ୍ରଶ୍ନ ହେଲା କଣ ମୂଲ୍ୟାୟନ ଦୃଷ୍ଟିରୁ କେଉଁଟି ଅନ୍ୟ ତିନୋଟି ଠାରୁ ଭିନ୍ନ ହେଲା। which one of the following different from the other three from eco which one of the following is different from other three from evaluation point of view? evaluation ଅନୁସାରେ ଏଇ ତିନିଟା ଠାରୁ ଗୋଟେ ଅଲଗା ଥିବ। ଯେମିତି ଅପସନ କଣ ଅଛି କ୍ରମ ନିର୍ଦ୍ଧାରଣ ମାପନ, ପ୍ରଗତି ପତ୍ର, ଯାଞ୍ଚ ତାଲିକା, ପ୍ରଶ୍ନାବଳୀ, ରେଟିଂ ସ୍କେଲ ନା ପ୍ରୋଗ୍ରେସିଭ କାର୍ଡ ନା ଚେକଲିଷ୍ଟ ଆଉ କ୍ୱେଶ୍ଚନାରୀ ହେଲା। ତେଣୁ ମୂଲ୍ୟାୟନ ଅନୁସାରେ କୋଉଟା ଆମର ଅଲଗା ହବ ଇଭାଲୁଏସନ ଅନୁସାରେ ସଠିକ ଉତ୍ତର ହବ ଅପସନ ନମ୍ବର ବି যেটা କଣ ଅଛି ପ୍ରଗତି ପତ୍ର ହେଲା। ପ୍ରଗତି ପତ୍ର ଆମେ କେବେ ମାପି ପାରିବୁନି ଆମେ ପ୍ରଗତି ପତ୍ରରେ ଶୋ କରୁ ଇଭାଲୁଏସନ ର ଭ୍ୟାଲୁଟା ରେଟିଂ ସ୍କେଲ ମାପି ଥାଉ ରେଟିଂ ଦେଇଥାଉ ଚେକଲିଷ୍ଟ ହଁ କି ନା ଦେଇଥାଉ କ୍ୱେଶ୍ଚନାରୀ ରେ ଆମେ ଗୋଟେ ଟୁଲ ଭାବରେ ବ୍ୟବହାର କରିଥାଉ। ତା ପରବର୍ତ୍ତୀ ପ୍ରଶ୍ନ ରହିଲା ମାୟୋପିଆ ଶବ୍ଦଟି କେଉଁ ପ୍ରକାର ପିଲାଙ୍କ ପାଇଁ ସଂଶ୍ଳିଷ୍ଟ ଯେଟା କି ମାୟୋପିଆ କୁହାଯାଏ ସେଟା କୋଉ ପ୍ରକାର ପିଲାଙ୍କ ପାଇଁ ଆମର ସଂଶ୍ଳିଷ୍ଟ ମାନସିକ ଅନଗ୍ରସର ପାଇଁ, ଶ୍ରବଣ ବାଧିତ ପାଇଁ, ଦୃଷ୍ଟ ବାଧିତ ପାଇଁ, ହଉଛି ଆବେଗିକ ବିଶୃଙ୍ଖଳିତ ପାଇଁ। ମେଣ୍ଟାଲି ପିଲାଙ୍କ ପାଇଁ ନା ହିୟରିଂ ରେ ଯୋଉ ଇମ୍ପେୟାର୍ଡ ଅଛି ତା ପାଇଁ, ଭିଜୁଆଲ ଇମ୍ପେୟାର୍ଡ ପାଇଁ ନା ଇମୋସନାଲି ଡିଷ୍ଟର୍ବ ପାଇଁ। ମାୟୋପିଆ ଆମର ସାଧାରଣତଃ କାହା ପାଇଁ ବ୍ୟବହାର କରାଯାଇଥାଏ ନା ଦୃଷ୍ଟି ବାଧିତ ପିଲାଙ୍କ ପାଇଁ ଆମେ ବ୍ୟବହାର କରିଥାଉ। ପରବର୍ତ୍ତୀ ପ୍ରଶ୍ନ ହଉଛି ମନୁଷ୍ୟର କେଉଁ ଲକ୍ଷଣଟି ବଂଶାନୁକ୍ରମ ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ ହେଲା। which traits human being is retended by the heredity ହେଲା। ଅପସନ କଣ ଅଛି ନୈତିକତା, ସ୍ୱଭାବ ଆଉ ବୃଦ୍ଧି ଆଉ ହଉଛି ସାମାଜିକ ମୋରାଲ ଆଉ ଟେମ୍ପରମେଣ୍ଟ ହଉ ଇଣ୍ଟେଲିଜେନ୍ସ ହଉ ସୋସିଆଲ ହଉ ଆମେ କୋଉ ଟ୍ରେଟା ବଂଶାନୁକ୍ରମ ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ ସଠିକ ଉତ୍ତର ହବ କଣ ଅପସନ ନମ୍ବର ସି ଯେଟା କି ହଉଛି ବୃଦ୍ଧି ହେଲା। ବୁଦ୍ଧି ଯେଟା କି ଇଣ୍ଟେଲିଜେନ୍ସ ଇଣ୍ଟେଲିଜେନ୍ସ ଟା କାହା ଦ୍ୱାରା ହେଇଥାଏ ଆମର ହେରିଡିଟି ଅନୁସାରେ ହେଇଥାଏ। ନୈତିକତା ହଉଛି ସୋସିଆଲି ଦ୍ଵାରା ଆମର ସୋସିଆଲି ଯଦି ସେ ଅଧିକା ଲୋକଙ୍କ ସହିତ ମିଶି ସୋସିଆଲି ଯଦି ଆକ୍ଟିଭ ଥିବ ତାହେଲେ ନୈତିକତା ବଢିବ ସ୍ୱଭାବ ବି ସେଇଭଳିଆ ସାମାଜିକ ବି ସେ ସୋସିଆଲ ଅନୁସାରେ କିନ୍ତୁ ଇଣ୍ଟେଲିଜେନ୍ସ ଟା ବା ବୁଦ୍ଧିଟା କଣ ହବ ସେ ହେରିଡିଟି ଟିକେ ଅଧିକା କଣ ହେଇଥାଏ ନା ଅଧିକା ଇଫେକ୍ଟ ପକେଇଥାଏ। ପରବର୍ତ୍ତୀ ପ୍ରଶ୍ନ ହେଲା ଶିକ୍ଷକଙ୍କ ଦ୍ଵାରା ବ୍ୟବହାର କରାଯାଉଥିବା ସକାରାତ୍ମକ ବାଚିକ ପୁନର୍ବଳନ ସହିତ କୋଉଟା ସମ୍ପୃକ୍ତ ନୁହେଁ ହେଲା। ତ ପଜିଟିଭ ଇନଫରମେନ୍ସ ଟା ଦେଇଥାନ୍ତି ଭାରବାଲି ମାନେ କଥା ଅନୁସାରେ ତା ସହିତ କୋଉଟା ରିଲେଟେଡ ନୁହେଁ। ହଁ କହିବା, ଅତି ଭଲ କହିବା, ହସିବା ଆଉ ସର୍ବକୃଷ୍ଟ କହିବା ହେଲା। ଯଦି ଗୋଟେ ଜଣେ ୟେସ୍ କହୁଛି ଭେରି ଗୁଡ କହୁଛି ସ୍ମାଇଲିଂ କରୁଛି ଆଉ ଏକ୍ସିଲେଣ୍ଟ କହୁଛି ୟା ଭିତରୁ କୋଉଟା ହବ ନାହିଁ ଯୋଉ କଥା କହିବା ଅନୁସାରେ ପଜିଟିଭ ଆମର ରିଏନଫୋର୍ସମେଣ୍ଟ ଦଉଛି ଏଟା କୋଉଟା ରିଲେଟେଡ ହବନି ସଠିକ ଉତ୍ତର କଣ ହବ ଅପସନ ନମ୍ବର ସି ଯେଟା କି ସ୍ମାଇଲିଂ। ଖାଲି ହସି ଦେଲେ ହବନି ଆପଣଙ୍କୁ ଭାବିଲେ କିଛି କହିବା ପାଇଁ ପଡିବ ହଁ ଭଲ କହିଲେ ଭେରି ଗୁଡ ଏମିତି ଏକ୍ସିଲେଣ୍ଟ କିନ୍ତୁ ଖାଲି ହସି ଦେଲେ ସେଟା ପଜିଟିଭ ରିଏନଫୋର୍ସମେଣ୍ଟ ଭିତରେ ଯିବ ନାହିଁ। ପରବର୍ତ୍ତୀ ପ୍ରଶ୍ନ ହେଲା ପରବର୍ତ୍ତୀ ବାଲ୍ୟାବସ୍ଥାରେ କେଉଁ ନୈତିକ ଆଚରଣ ପରିଲିଖିତ ହୁଏ ନାହିଁ ହେଲା ଯୋଉଟା କି ଆମର ଲେଟର ଚାଇଲ୍ଡହୁଡ ରେ କୋଉ ପ୍ରକାର କଣ ନୈତିକତା ଆଚରଣ ଦେଖାଯାଏନି। ବିଦ୍ୟାଳୟର ନୀତି ନିୟମ ମାନିବା, ଗୁରୁଜନ ମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା, ବିପରୀତ ଲିଙ୍ଗ ପ୍ରତି ଲିଙ୍ଗ ସହିତ ସମ୍ପର୍କ ସ୍ଥାପନ କରିବା, ପିତାମାତାଙ୍କ ଆଦେଶ ମାନିବା ହେଲା। ତେଣୁ ଲେଟର ଚାଇଲ୍ଡହୁଡ ରେ ଆମେ କୋଉ ପ୍ରକାର ନୈତିକ ଆଚରଣ ଦେଖାଯାଏ ନାହିଁ ସଠିକ ଉତ୍ତର ହବ ଅପସନ ନମ୍ବର ସି ବିପରୀତ ଲିଙ୍ଗ ସହିତ ସମ୍ପର୍କ ସ୍ଥାପନ କରିବା ଏଇଟା ଦେଖାଯାଏ ନାହିଁ। ନୀତି ନିୟମ ମାନିବା ବି ଦେଖାଯାଏ, ଗୁରୁଜନଙ୍କୁ ସମ୍ମାନ କରିବା ବି ଦେଖାଯାଏ, ପିତାମାନଙ୍କ ଆଦେଶ ମାନିବା ବି ନୈତିକ ଭିତରେ ଦେଖାଯାଏ କିନ୍ତୁ ବିପରୀତ ଲିଙ୍ଗ ପ୍ରତି ସେଟା ଏଡଲସେନ୍ସ ଟାଇମକୁ ଆସିବ ଏବେ ଆସିନଥିବ। ଆଜିର ଲାଷ୍ଟ କ୍ୱେଶ୍ଚନ ଦେଖିବା କଣ ଦେଇଛି ନିମ୍ନଲିଖିତ କେଉଁଠି ଶିକ୍ଷାର୍ଥୀ କେନ୍ଦ୍ରିକ ଶିକ୍ଷା ଉପରେ ଆଧାରିତ ହେଲା ଯୋଉଟା କି ଆମର ଲର୍ଣ୍ଣର ସେଣ୍ଟର ଏଜୁକେସନ ସହିତ ସମ୍ପର୍କିତ। ଯେମିତି ଅପସନ କଣ ଅଛି ଶିକ୍ଷାର୍ଥୀର ଆବଶ୍ୟକତା, ସାମର୍ଥ୍ୟ, ଆଗ୍ରହ, ଶିକ୍ଷକଙ୍କର ଗୁଣାତ୍ମକ ଶିକ୍ଷାଦାନ ଉପରେ ଶିକ୍ଷାର୍ଥୀର ଶିକ୍ଷଣ ନିର୍ଭର କରିଥାଏ,
ଶିକ୍ଷକ ସକ୍ରିୟ, ଶିକ୍ଷାର୍ଥୀ ନିଷ୍କ୍ରିୟ ଥାନ୍ତି। ଶିକ୍ଷାର୍ଥୀମାନଙ୍କୁ ଏକ ନିର୍ଦ୍ଧାରିତ ପାଠ୍ୟକ୍ରମ ଥାଏ ହେଲା। ଶିକ୍ଷାର୍ଥୀ କେନ୍ଦ୍ରିକରେ କଣ ଥିବ ନା ଶିକ୍ଷାର୍ଥୀ ଅଧିକ ବା ଲର୍ଣ୍ଣର ଅଧିକ ଆକ୍ଟିଭ ଥିବ ହେଲା। ଆଉ ସେମାନେ ନିଜେ ନିଜେ କାମ କରିକି ନିଜେ ଜ୍ଞାନ ନିର୍ମାଣ କରୁଥିବେ ହେଲା। ଏଇଟା ହେଲା ଶିକ୍ଷାର୍ଥୀ ଲର୍ଣ୍ଣିଂ ବା ଲର୍ଣ୍ଣର ସେଣ୍ଟର୍ଡ ଏଜୁକେସନ ହେଲା। ତେଣୁ ଏଟାର ସଠିକ ଉତ୍ତର କଣ ହବ? ଅପସନ ନମ୍ବର ଏ, ଯୋଉଟା କି ଶିକ୍ଷାର୍ଥୀର ଆବଶ୍ୟକତା, ସାମର୍ଥ୍ୟ, ଆଗ୍ରହ ଉପରେ ଅଧିକ ଆମେ ଏମ୍ଫାସିସ୍ କରିବା, ଯେମିତି କି ନିଡ୍ସ ହଉ, ଏବିଲିଟି ହଉ ଏଣ୍ଡ ଇଣ୍ଟରେଷ୍ଟ ଉପରେ ଆମେ ଅଧିକ ଏମ୍ଫାସିସ୍ କରୁଥିବା ଦରକାର। ତେଣୁ ଆମର 30ଟା ଟୋଟାଲ ସିଡିପି ର କ୍ୱେଶ୍ଚନ ସରିଗଲା। ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟିକୁ ଭଲ ଲାଗିବ ଭିଡ଼ିଓଟିକୁ ଲାଇକ୍ କରିଦେବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ। ପ୍ରଥମ ଥର ପାଇଁ ଚ୍ୟାନେଲ ଆସନ୍ତି ସବସ୍କ୍ରାଇବ କରିଦେବେ। ଏମିତି ଭିଡ଼ିଓ ସବୁଦିନ ପାଇବା ପାଇଁ ଆପଣ ପାଖରେ ବେଲ୍ ଆଇକନଟିକୁ ଅଲରେ ସେଟ୍ କରିଦେବେ। ଯଦି ୟାର ପିଡିଏଫ୍ ଗୁଡ଼ାକ ପ୍ରିଭିୟସ୍ ଇୟର କ୍ୱେଶ୍ଚନ ହଉ, ଆପଣ ଯଦି ପିଡିଏଫ୍ ଦରକାର ଅଛି ମୁଁ ଡେସ୍କ୍ରିପସନ ଲିଙ୍କ ଦେଇଦେବି। ଟେଲିଗ୍ରାମ ଜଏନ୍ ହେଇଯାନ୍ତୁ। ସେଠି ମୁଁ ସବୁ ଇୟର ଏ ଯୋଉ ଆମର କ୍ୱେଶ୍ଚନ ଗୁଡ଼ାକ ସେଠି ଦେଇଦେଇଛି। ଆନ୍ସର ସିଟ୍ ବି ଅଛି, ଆପଣ ପ୍ରାକ୍ଟିସ କରିପାରିବେ। ତେଣୁ ଆଜି ପାଇଁ ଏଠି ରହୁଛି। ନୂଆ ଭିଡ଼ିଓରେ ନୂଆ ଟପିକରେ ଆପଣଙ୍କୁ ଦେଖାହବ। ଧନ୍ୟବାଦ।